ଜୟ ଜଗନ୍ନାଥ ସାଙ୍ଗମାନେ, ଆମର ଆଉ ଗୋଟେ ନୂଆ ବ୍ଲଗ୍କୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଉ ଚାଲନ୍ତୁ, କାଲି ଗ୍ରହଣ ଲାଗିଥିଲା, ରୋଷେଇବାସ କିଛି ହେଇଥିଲାନି, ଆସିବାନି ଉଠିନି, ଆମ ପୁଅ ଶୋଇଛି ନା, ଆସିବାନି ଉଠିନାହିଁ। ଆଉ ଚାଲନ୍ତୁ ଯିବା, ଯିବି ସେ ଝିଅକୁ ଆଣିବାକୁ, ଟିକେ ଯିବା ବଜାରରେ କ'ଣ ଖାଇଦେବା, ଖାଇଦେଇକି ଆସି ତାର କାମ କରିବା। ଚାଲନ୍ତୁ ଯିବା ହେଲା। କେହି ସବୁ ଶୋଇଛନ୍ତି, କେହି ଉଠିନାହାନ୍ତି। ମୁଁ ଉଠିଛି, କେହି ଉଠୁନାହାନ୍ତି। ସକାଳ ସକାଳ ପ୍ରଥମେ ମୁଁ ଆଗ ଉଠି, ତାପରେ ସବୁ ମୋ ପଛ ଉଠନ୍ତି। ଆଉ ଖରାଟା ଏବେ 2 ଦିନ ହେଲା ଜୋରରେ ବି ହେଉଛି, ଦେଖନ୍ତୁ କିଭଳିଆ ଖରା। ଚାଲନ୍ତୁ, ଖରା ହଉ ପଛେ କାମ କରିବାକୁ ପଡ଼ିବ ନା। ଆଜି 2 ଦିନ ହେଲା କାମ ହେଇନି, ଚାଲନ୍ତୁ କାମ ବି କରିବା। ଚାଲନ୍ତୁ ଯିବା ତଳକୁ ଯିବା। ମୁଁ ଅବିକା ବାହାରୁଥିଲି କମ୍ପାନୀ ଭିତରୁ କାମ କରିବାକୁ ଯିବା ପାଇଁ, ମାନେ କମ୍ପାନୀ ଭିତରୁ ନୁହେଁ, ଯେଉଁ ସେ ବଜାର ଯିବା ପାଇଁ ବାହାରୁଥିଲେ। ଆଉ ଗୋଟେ କୁନି ବିଲେଇ ଅଛି, 2ଟା ଥିଲେ। ଆଗରୁ ଏବେ ଦେଖେଇଛି ଆପଣମାନଙ୍କୁ, 2ଟା ଥିଲେ, ଗୋଟେ ଆମର ମରିଯାଇଛି କଳା ବିଲେଇଟା, ଆଉ ଗୋଟେ ଅଛି। ମୁଁ ଯାଉଥିଲି, ସେ ଆସିକି ବୁଗେଇଲା, ତାକୁ ଗୋଟେ କେକ୍ ଥିଲା, ତା କେକ୍ ଦେଉଛି, ଖାଉଛି। ଆମର ଏବେ ଖାଇସାରିଲେ ମୁଁ ପଳେଇବି ତାର, ସେ ତା ତଳକୁ ଯିବ। ନା କେହି ନାହାନ୍ତି ନା, ଏଠି ବଡ଼ ବିଲେଇ ଗୁଡ଼ା ବୁଲୁଛନ୍ତି, ମାରିଦେବେ। ସେଥିପାଇଁ ତାକୁ ଅନେଇଛି, ଖାଇସାରିଲେ ତାକୁ ମୁଁ ତ ନେଇ ଛାଡ଼ିବି ତଳେ, ଛାଡ଼ି ଦେଇକି ସେପଟେ ଦେଇକି ତାପରେ ଯିବି ବାହାରକୁ, ବଜାର ଯିବି। ତାହେଲେ ସେ ଖାଉଛି ଏବେ, କେକ୍ ଖାଉଛି। ଖା ଜଲ୍ଦି ଜଲ୍ଦି ଖା, ମୁଁ ଯିବି। ସେ ତାର ଖାଉ, ମୁଁ ଏଇଠି ବସିଥାଏ। ସେ ଖାଇସାରିଲେ ତାପରେ ତାକୁ ନେଇକି ଛାଡ଼ିଦେବି ତଳେ, ଛାଡ଼ିଦେଇ ସେପଟେ ପଳେଇବି। ଆଉ ଖାଉଛି, ପୁରା ଆରାମରେ ଖାଉଛି। 2ଟା ବିଲେଇ ଥିଲେ, 2ଟାରୁ ଗୋଟେ ମରିଗଲା ପରଦିନ, ଏଇଟା ଆଉ ବଞ୍ଚିଛି ଗୋଟେ। ଖାଇବାକୁ ପାଉନାହାନ୍ତି ତ, ସେଥିପାଇଁ ମରିଯାଉଛନ୍ତି। ଚାଲନ୍ତୁ ସେ ଖାଉ, ତାପରେ ଯିବା। ଆଉ ଖା ଯେ ଖାଇଦେ। ହେଇଗଲା ବୋଧେ, ପଳେଇଲା, ଅଳ୍ପ ଟିକେ ଖାଇଦେଇକି ପଳେଇଲା। ହେଇ ଏଇଟା ଖାଉନ, ଆଉ କେକ୍ଟା ଅଧା ଖାଇନି, ପଳେଇଲା। ଏଠିକା ଖା ଲ। ହଉ, ସେ ଖାଇବେନି ବୋଧେ, ସେ ତାର ହେଇଗଲା। ଏବେ କେହି ନାହାନ୍ତି, ଭୋଗଉଛି। ଆଉ ତା ମା ନାହିଁ କି ତା ଭାଇ ନାହିଁ, କେହି ନାହିଁ, ସବୁ ମରିଯାଇଛନ୍ତି। ଏଇ ଏକୁଟିଆ ଅଛି। ଏଇ ରହିଲା କେକ୍ ରଖିଥିଲି, ସେତେ ଖାଇବି। ଗୋଟେ କେକ୍ରୁ ଅଧା ଖାଇଛି, ଆଉ ଖାଇଲାନି, ରଖିଦେଲି ଏଇଠି। ସେ ତାର ଯେତେବେଳେ ଇଚ୍ଛା ସେତେ ଖାଇବାକୁ ଆଉଛି। ଏବେ ଯେତେ ଇଚ୍ଛା ତ ଖାଇବ। ମୁଁ ଏବେ ଯାଉଛି, ସେ ଝିଅ ଫୋନ୍ କଲାଣି, ମୁଁ ତାକୁ ଯାଉଛି ନେଇକି ଆସିଲେ ଆମ କାମ ଆରମ୍ଭ ହେବ। ହଁ ଖାଉନୁ, ଖା। ନ ଖାଇ ଭୋକଉଛି। ପାଣି ପିଇବ ତ, କ'ଣ ପାଣି ଟିକେ ଦେଇଦେବା। ପାଣି ପିଇବୁ? ମୁଁ ପାଣି ଆଣେ, ଦେଖିବା, ପାଣି ଟିକେ ଦେଇଦେବା। ପାଣି ପିଇବି, କ'ଣ ଭୋକଉଛି ବିଲେଇଟା। ଦେଇଦେଇକି ପାଣି ଫାଣି ଦେଇଦେଇକି ଯିବା। ନେ ପାଣି ନେ ପାଣି ପିଇଦେ। ପିଇ ପାଣି ପିଇ, ଏ ପାଣି ପିଇ, ନେ ପିଇଦେ ପାଣି, ନେ ପିଇଦେ ପାଣି। ହଁ ପାଣି ପିଇଦେ। ଶୋଷ ଲାଗିଲାନି, ଆଉ ପାଣି ପିଇବ ବୋଲି କହୁଥିଲା। ଆଉ କେକ୍ଟା ଏଠି ଥୁଆ ହେଇଛି, ପାଣି ପିଉଛି। ସେ ତାର ଖାଇବା ପିଇବା କରୁ, ଯାଉଛି ମୋ କାମରେ। ଚାଲନ୍ତୁ, ଆମ କାମ ରହିଛି, ଆହୁରି ଲେଟ୍ ହେଇଯିବ, ଆସିକି ଫଟାଫଟ କରିବା। ଆଉ ସେ ଝିଅର ସାହି ପାଖାପାଖି ହେଇଗଲି, ଏବେ ଯିବା। ସେ ଝିଅକୁ ନେଇଯିବା, ଫୋନ୍ କରିଦେଇଛି, ଆସି ଛିଡ଼ା ହେଇଥିବା ବାଟରେ। ଚାଲନ୍ତୁ ଯିବା, ଧରିକି ଯାଇ ତାର କାମ ଆରମ୍ଭ କରିଦେବା। ଆଉ ତା ସାହି ଆଉ ଅଳ୍ପ ବାଟ ରହିଲା, ନେଇକି ପଳେଇବା। ଆଉ ଏଇଟା ଆମର ମହାନଦୀ ବନ୍ଧଟା।
ଦେଖନ୍ତୁ ନହେଲେ ତ ପାଣି ପୁରା ପଳେଇ ଯାଇଛି ଏଥର ଫୁଲ୍ ପୁରା ଅଛି ନଦୀରେ ପୁରା ପାଣି ଫୁଲ୍ ହେଇ ପଳେଇ ଯାଇଛି ଥିଲାନି ପାଣି ଚାଲନ୍ତୁ ସେ ପାଖରେ ଗାଡ଼ି ନେଇକି ପଳେଇବା ଗ୍ୟାସ୍ ଉପରେ ଗୁଡ଼ା ହେଇଛି ହଁ ସକାଳୁ ଉଠିକି ତାର ଯିବାନି କ'ଣ ତା ରୋଷେଇ କରୁଛି ମୁଁ ଜାଣିନାହିଁ ଆଇଛି ଦେଖେ ଖାଇବାକୁ ମଇଦା ଫଇଦା ବା ଦେହ ସାରା ହେଇଛି ଛାଡ଼ି ଦେଇକି ପଳେଇ ଯାଇଥିଲି ଖରାବେଳେ ଖାଇଦେଇକି ଯିବା ଖାଇଦେଇକି ଗଲେ ମେସିନ୍ ଚଲେଇବା ମେସିନ୍ ଛାଡ଼ିକି ଆଇଛି ଆଉ କାରଣ ରାତିରେ କାଲି ଖିଆ ହେଇନାହିଁ ନା ଗ୍ରହଣ ଲାଗିଥିଲା ଆସିବାନି କ'ଣ କରୁଛି କାହିଁ ମୁଁ ଏମିତି ଦେଖିନି ତାର ଯିବି ଆମ ପୁଅକୁ ବଧଉଛି ମୋର ହଁ ମ୍ୟାଡ଼ାମ୍ ଆମର ଇପି କରି ଥୋଇ ଦେଇକି ପଳେଇ ଯାଇଛନ୍ତି ଯେଉଁ ଜିନିଷ ଏଗୁଡ଼ାକ ମୋତେ ବି ପିଇବେ ତ ଭଲ ଲାଗିବ ଖାଲି ବାଧ୍ୟରେ ଖାଇ ତଥାପି ସେ କରିଦେଇଛି ଚାଲନ୍ତୁ ଖାଇଦେବା ତ ଭୋକ କଲାନି ସକାଳୁ କିଛି ଖିଆ ହେଇନି ଭାବୁଥିଲି ଜଳଖିଆ ଖାଇବି ବୋଲି ଜଳଖିଆ ଖାଇବି ମୁଁ ଖାଇଲିନି ପଳେଇ ଯାଇନି ଛାଡ଼ିକି ଜଳଖିଆ ଖାଇଲା ଦେହ ପୁରା ମାନେ ଦୁର୍ବଳ ଲାଗୁଛି ମୋର ଝିଅ ଏକୁଟିଆ ପଳେଇ ଯାଇଛି ଉପରକୁ ମୁଁ ଆଇଛି ମୋ ପଛ ପଳେଇ ଯାଇଛି ଆଉ ଆସିକି ମୁହଁ ପୋଛି ହେଉଛି ତ ମାମା ଜାଣିଛି ଆଇଛି ଉପରକୁ ହଁ ସେମାନେ ଇପି କରିଦେଇଛି ଖାଇଦେବା ଖାଇଦେଇ ଯାଇ କାମ ଲାଗିଯିବା ଆଉ ଲେଟ୍ କରିବାନି ଖରାପ ହେଉଛି ଝାଡ଼ି ହାତ ପୁରା ଝାଳ ମଇଦା ଫଇଦା ଲାଗିଛି ମୁଁ ପଳେଇ ସେମିତି ଖାଇଦେଇକି କାମ ସରିଲା ପରେ ତାପରେ ଧୁଆଧୁଇ ହେବା ଭଲସେ ଚାଲନ୍ତୁ ଏବେ ଖାଇବା ଏବେ ମୋର ଏବେ ଇପି ଖାଇବା ସରିଲା ଇଏ ମା ପୁଅ ବାଥରୁମ୍ରେ ବସିଛନ୍ତି ଆମ ପୁଅ ଗାଧଉଛି ଗାଧୋଇ ତାର ଖାଇବା ପିଇବା କରିବା ମୁଁ ଯାଉଛି ଆଉ ସେ ମୁଁ ଯାଉ ତଳକୁ କାଲି ଏବେ କାମ କରିବା କାମ କରିକି ପୁଣି ଆସିବା ଉପରକୁ ଦେଖିବା କ'ଣ ଦେହ ପାଇଁ କ'ଣ ରୋଷେଇ କରିଥିବେ ଦେଖିକି ଖାଇବା ଆଉ ଚାଲନ୍ତୁ ଯିବା କ'ଣ ରୋଷେଇ କ'ଣ କରୁଛୁ ସେ କ'ଣ କରୁଛୁ ତରକାରୀ ହେଇଗଲେ ଆସି ଖାଇଦେବି ବାଇଗଣ ଭାଜୁଛୁ ମୋତେ ଦେଖା ଶୁଖୁଆ ଭାଜିଲା ଭଳିଆ ଆଉ ସୋମବାର ବା ଶୁଖୁଆ ଖାଇବାକୁ ବହୁତ ଇଚ୍ଛା ଅଛି ପଖାଳ ଭାତ ଥରେ ଯିବା ଶୁଖୁଆ ନେଇକି ଆସିବା ଖାଇବା ଆଉ ଲୁଣି ଶୁଖୁଆ ନା ହଁ ସେଇ ଲୁଣି ଶୁଖୁଆ ନା ମୁଁ ଭାବିଲି ଯାହା ଶୁଖୁଆ ହେଉଛି ନା କ'ଣ ହଁ ମୁଁ ସୋମବାର ଆଜି କ'ଣ ଆସିବନି ଶୁଖୁଆ ଖାଉଛି ଏଇଟା କ'ଣ କରୁଛୁ ଦିପର ପାଇଁ ଯେଉଁ ପଖାଳ ନଥିଲା ନା ମୁଁ କହିଲି ଏକାଥରେ ଗରମ କରିଦେବି ଗରମ ବି କରିଦେଇଛି ପଖାଳ ବି ଇଏ କରିଦେଇଛି ଆଉ କିଛି ତ ନଥିଲା ଭାତ ନଥିଲା କାଲି ପାଇଁ ଇଏ ହେଇଥିଲା ଭାତ ନଥିଲେ ଭଜା ନଥିଲା ଆଉ ମୁଁ କହିଲି ଏକାଥରକେ ଆଉ ଏଇନେ ଟାଇମ୍ ନାହିଁ ଥରେ ଭଜା ଥରେ ପଖାଳ ଥରେ ଇଏ କଲାବେଳକୁ ଟାଇମ୍ ନାହିଁ ମୁଁ ଗରମ ଅଧିକା ଚାଉଳ ପକେଇ ଦେଇଛି ଏବେ ଦୁଇଟା ଖାଇଦେବ ଗରମ ପୁଣି ଆଉ ଥରେ 3ଟା 4ଟା ବେଳକୁ ଖାଇଦେବ ଭାତ ଥିଲା ଏତେ ଭାତ କରିଦେଇଛି ଦୁଇଥର ଖାଇବାକୁ ପଡ଼ିବ ଖାଉନି କି ପଖାଳ ଖାଅ ନା ନାଇଁ ଆସିକି ତମେ ପଖାଳ ଜାଗାରେ ଗରମଟା ଖାଇଦବ ପୁଣି ଆଉ ଥରେ ଆସିକି ଗରମ ଖାଇବ ବାଇଗଣ ଭାଜୁଛୁ କ'ଣ ଏବେ ଖାଇବା ପାଇଁ ହଁ ଏବେ ଖାଇବ ଗରମରେ ଖାଇବ ମାନେ ଏବେ ଗରମରେ ଖାଇବ ଯେତେବେଳେ ଆଉ ଥରେ ଭୋକ ଲାଗିବ ଆସିକି ଆଉ ଥରେ ଖାଇଦବ ମାନେ 2ଥର ଚାଉଳ ପକେଇଛି 2ଥର ଖାଇବା ପାଇଁ ବୁଝିଲ ଆସିକି ଖାଇଦବ ସେଟା କ'ଣ କରୁଛୁ ଅନ୍ଧାର କି ଦେଖାଯାଉନି କ'ଣ ଅଛି ମାନେ ସେଟା କରୁଛୁ ମସଲା କରୁଛୁ କ'ଣ ହବ ଓହୋ ମଟର ସିଝାଇକି ରଖା ହେଇଛି ଦିପର ପାଇଁ ମଟର ହୁଏ ନା ଆଜି ପଖାଳ ନାହିଁ ଆଜି ଏହାକୁ 2ଥର କରିକି ଖାଇବ ସରିଲାଣି ନା ସରିଗଲାଣି ଖାଲି ତରକାରୀଟା ଟିକେ ଫୁଟିବ ଆଉ ତରକାରୀ କରାହେଇକି ଦେଖାଯାଉନି ଅନ୍ଧାର ତରକାରୀ ଯାଇ କ'ଣ ଲାଇଟ୍ ଜାଣିନ ଲାଇଟ୍ ଜାଣିଲେ ହଁ ଚାଲନ୍ତୁ ଆଉ କାଲିଠୁ ଭାତ ଟିକେ ଖିଆ ହେଇନି ଦେହଟା ଶୁଷ୍କ ଲାଗୁଛି ଖାଇଦେବା ଆଉ ଆମ ଟୋକା ଛିଡ଼ା ହେଇଛି ଏଠି ଗୋଟେ ବଡ଼ ପିଲା ଭଳିଆ ଛିଡ଼ା ହେଇଛି କ'ଣ ହେଇଛି ଅଙ୍କଲ ପାଟି କରିଲେ ଆଉ ତୁ ସେଠି କାହିଁ ଯାଉଥିଲୁ ଦୁଷ୍ଟ ହେଉଛୁ ସେ ଦିଦି ଜିମ୍ନାଷ୍ଟିକ୍ ଶିଖୁଛନ୍ତି ତୁ କାହିଁ ଯାଉଛୁ ସେଠି ତୁ ଯାଉଛୁ କାହିଁ ସେଠି ଅଙ୍କଲ ପାଟି କଲେ ଅଙ୍କଲ ପାଟି କରିଥିଲେ ଖାଲି ତାର ସେ ନାହିଁ କିଏ ଫୋନ୍ କରୁଛି ସେଠି ନାହିଁ ତା ମା' ଫୋନ୍ କରୁଛି ସେ ଝିଅ ତ ତଳେ କାମ କରୁଛି ତା ମା' ଫୋନ୍ କଲେ କ'ଣ ହେବ ଆଇଲା ହଉ ଦେଖ ଖାଇବାକୁ ଦେ ମୁଁ ଯାଏ ତରକାରୀ କାହିଁ ମୋତେ ବାଇଗଣ ଦେଇଦେ ମୁଁ ଖାଇଦିଏ ଆଉ ତରକାରୀ ତରକାରୀ କେତେବେଳେ ହେବ ମନେଇକି ରହିଥିବି ନା କ'ଣ ସାଙ୍ଗେ ସାଙ୍ଗେ ହେଇଯାଇଥିବା ଖାଲି ମସଲା ପଡ଼ିକି ବଘରା ଫୁଟା ହେବ ଟିକେ ଆଉ ଦେଇଦେଉନି ସେ ଖାଇ ବାଇଗଣ ଖାଲି ଦେଲେ ଅସୁବିଧା କ'ଣ ଦରକାର ଥାଉ ଦିପରୁ ଖାଇବି ହବନି ସେଠି ଶୁଖିଲା ମୁଁ ତ ଖାଇବି ପିଲା ତୋର କ'ଣ ଯାଉଛି ମୁଁ ଯାଉଛି
ଯାଉ ଦେଖି ମାଲିକର କ'ଣ ହେଇଥିଲା ନେଇକି ଆସି ଖାଇବି ଆଉ କ'ଣ କରିବି ଏତେ ତରକାରୀ ତା ଲେଟ୍ ହେବ ହଁ ମାଗିଦିଏ କ'ଣ ଅସୁବିଧା ହଉ ଦେଖ ତଥାପି ମୁଁ ଯାଉଛି ଟିକେ ଦେଖେ କ'ଣ ହେଇଛି କ'ଣ ନାହିଁ ସେ ତାର ଘରେ ହେଇଛି ବୋଲି ନେଇକି ଦେଖେ ଆଉ ଚାଲ ଯିବା ସେ ତାର କଥା ଅଙ୍କଲ ପାର୍ଟି କଲେ ଅଙ୍କଲ ପାର୍ଟି କଲେ ଟକଲା ମାରିକି ଫଟେଇ ଦେବେ ଜଲ୍ଦି ଜଲ୍ଦି ଘରେ ଯାହା ଥିଲା ମିଳିଗଲା ଧନିଆ ପତ୍ର ଥିଲା ଫ୍ରିଜ୍ରେ କାଟି ନେଇଯାଇଥିଲି ଆଳୁ ସିଝି ଦେଇଥିଲେ ନେଇଯାଇଥିଲି ଲଙ୍କା ଲଙ୍କା ନେଇଯାଇଥିଲି ଏ ତ ହେଇଗଲା ବାଇଗଣ ଅଛି ହେଇଯିବ ଆଉ ଚାଲନ୍ତୁ ଖାଇବା ଆଉ ପୁରା ଧୂଆଁ ହେଉଛି ଘରଟା କାଠ ଜଳୁଛି ତ ଆମ ପୁରା ଧୂଆଁ ହେଇଯାଉଛି ଘର ଦେ ବାଇଗଣ ଦେ ଧରେ ଧନିଆ ପତ୍ର ଛାଡ଼ ଆଳୁଟା ଟିକେ ଚକୁଟି ଦେ ଟିକେ ଖାଇବା ମୁଣ୍ଡ ଗରମ କରନି କ'ଣ ମୁଣ୍ଡ ଗରମ କରେନି ଦଉନୁ ବାଇଗଣ ଦଉନୁ ତ ମୁଁ ଖାଇ ତୋର କ'ଣ କଲା ଆଳୁଟା ନେଇ ଆଣିବୁ ତା ମୁଣ୍ଡଟା ବିଗିଡ଼ିଗଲା ପୁରା ଆଳୁ ପାଇଁ ଶିବାଲା ମୁଣ୍ଡ ବିଗିଡ଼ିଗଲା ଦେ ଟକଲା ଦୁଷ୍ଟ ନା ଦେ ଧନିଆ ପତ୍ର ଜଲ୍ଦି କଲି ଖାଇଲେ ଆସିଲେ ଖାଇବ ବୋଲି ଇଏ ଗୋଟେ ତରକାରୀ ଖାଇବେ କାହିଁ କଲି ଏତେ ଜଲ୍ଦି ହଁ ତରକାରୀ ଦଉନୁ କିଏ ମନା କରୁଛି ଯାହା ସବୁ ଦେ ରହୁନ କିଛି ନାହିଁ ଏମିତି ତମର 5 ମିନିଟ୍ ଲେଟ୍ ହେଇଯାଉଛି ଆଳୁଟା ମୁଁ ଖାଇବି ଟିକେ ପଖାଳ ବହୁତ ଦିନ ଆଳୁ ଖାଇନି ତୁ ଆଳୁ ସିଝଉ ପଖାଳ କୁଆଡୁ ତମକୁ କିଏ ଆଣିକି ଦବ ସେ ଗରମ ଭାତ ଦେ ଯାହା ଅଛି ଅସୁବିଧା କ'ଣ ଖାଇଲେ ଏଇ ତୁ ଧନିଆ ପତ୍ର ଘା ନା ଅଧା ବାଟି ଯାଇଛି ମୁଁ ତାକୁ ସାଇଜ୍ କରି କାଢ଼ିବି ରଖେ ଇଏ ତାର ଘାଣ୍ଟି ପକେଇଲାନି ଏଇଠି ରଖେ ଥାଉ ଅଛି ହଉଛି 5 ମିନିଟ୍ ଲାଗିବ ପୁଣି ମାଗିକି ଧରିକି ଆସୁ ମାଗି ଖାଇବା ଟେଷ୍ଟ ଅଲଗା ନିଜ ଘରେ ଖାଇବା ଟେଷ୍ଟ ଅଲଗା ଭାରି କଥା କହିଦେଉଛ ଭାରି କଥା କହିହେଉଛି ହେଇଗଲା ଦୀପ ତ ହେଇଲାନି ଆଉ କ'ଣ ଖାଇବି ମୋତେ ଗରମ ସବୁ ଖାଇଦେବି ଆଉ ହଉ ଦେ ଦାନ୍ତ ଦେଖାଅନି ତମେ 3ଟା 4ଟା ବେଳେ ଆସିକି ଖାଇବ ଦାନ୍ତ ଦେଖାଅନି କେଥର ଖାଉଛି ଜାଣେ କାହିଁକି ଆଣୁଛି ଖାଇବୁନି ବୋଧେ ହଁ ରଖେ ତାହିଁ ଗିନା ଆଣିଥିଲି ଗିନା ଅଛି ଦିଆ ଏଇଠି ଫ୍ୟାନ୍ ଲଗେଇ ଖାଇଦେବ ଗରମ ଅଛି ନା ମିକୁ ଆଳୁ ଛଡ଼େଇଲୁ ଖାଇବା ଲେମ୍ବୁ ଥାଉ ଆଳୁ ଛଡ଼ା ହଁ ଆମ ପୁଅ ଆଜି ଆଳୁ ଛଡ଼େଇ ମୁଁ ଖାଇବି କ'ଣ ପକେଇବେ ଆଳୁରେ ଜିରା ଗୁଣ୍ଡ କଞ୍ଚା ଲଙ୍କା ରସୁଣ ପକେଇବୁ କ'ଣ ପକେଇବୁ ଛଡ଼ଉଛୁ ଆଳୁ ମାଲିକ ଘରୁ ଚିକେନ୍ ଦେଇଦେନା ଖାଇଦେବ ଖୁସିର ମୁଁ ଆଳୁ ଗୋଟେ ନେଇଯାଇ ତା ମୁଣ୍ଡ ଗରମ ହେଇଯାଉଛି ତରକାରୀ ଗୁଡ଼ା ମୁଁ କରିଛି ପୁଣି ଯଦି ଆଡ଼େ ଆଳୁ ଥାଉ ପିତା ହେଇଯିବ ତମେ ଯଦି ଭାତ ଖାଇଦେଇକି ପଳେଇବ ସେଇ ତରକାରୀ ଟିକେ ପୁଣି ରହିଯିବ ନା ନାଇଁ ମୁଁ କହୁଛି କି ଯେମିତି ନଷ୍ଟ ନ ହବ କିଛି ନଷ୍ଟ ନ ହବା ମୁଁ ଖାଇବା ଦାୟିତ୍ୱ ମୋର ମୁଁ ଖାଇବା ଖାଇବି କିଛି ନାହିଁ କିଛି ନାହିଁ କ'ଣ ଯେମିତି ହେଲେ ଗୋଟେ ଭାଗରେ ରହିବ ନା ଏବେ ଏଇଠି ତରକାରୀଟା ଖାଇଦେଲେ ପୁଣି ତ ହିସାବ କର ନା ଦେ ଭାତ ଦେବ ଗରମ ଭାତ କାଲି ରାତିରେ ଥିଲାନି ପଖାଳ ରୋଷେଇ ହେଇନି ଚନ୍ଦ୍ରଗ୍ରହଣ ଲାଗିଥିଲା ବୋଲି ଆଉ ଆଳୁ ଗରମ ଭାତ ଯାହା ଅଛି ଖାଇଦେବା ଆଉ ରେଡ଼ି କରୁଛି ଭାଇ ଖାଇବା ଆଉ ମିସ୍ତ୍ରୀ ତୁ ଆଳୁ ଛଡ଼େଇବା କଥା କହିଲି ତୁ ଏଠି କ'ଣ କରୁଛୁ ପତ୍ରରେ କାଟୁଛୁ କ'ଣ ପାଇଁ ରସୁଣ ପକେଇ କଞ୍ଚା ଲଙ୍କା ହଁ ନା ପିଆଜ ପକା ରସୁଣ ପକା ନା ଏଠି ଆଳୁ ପାଗ କରିକି ଦେଉଛି ମୋତେ ଖାଇବାକୁ ମୁଁ ବକ ବକ ହେବି ସେ ତାର ଆଳୁ ପାଗ କରିଦେବ ଭଲ ନ ଲାଗିଲେ ସେ ଖାଇବ ହେଲା ଜଲ୍ଦି କର ଜଲ୍ଦି ଭୋକ ଲାଗିଲାଣି କୋଉଠି ରଖିଥା ଆଳୁ ସେ ଖାଇବ ହଁ କର ନିଦ ଲାଗିଲାନି ସଇଲା ନା ନା ତୋ ଭଳିଆ ମୁଁ ଖାଇବିନି ତମ ସେ ନଈ ସେ ଭଳିଆ ଖିଆ ମୁଁ ଖାଇବି ତୁରାଣି ପକେଇ କାଦ କରି ପାଣିଆ କରି ଡାଲି ଡାଲି କରି ଖାଇବ ଇଏ ଖାଏ ତ ସେଇଥିପାଇଁ ମୋତେ କହୁଛି ଆଉ ହେଇଗଲା ଲଙ୍କାଟା ଚକଡୁଛି ହେଇତ ହେଇଲାନି ଆଉ କ'ଣ ପାଗ ହେଇଗଲା ଆମେ ଜାଣନ୍ତି ଖାଇବା
ସଇଲା କି ହାଁ ସଇଲା ବାଇଗଣ ଦେବୁ ହଁ ବାଇଗଣ ତ ଦେବି ମୁଁ ବାଇଗଣ ଚକୁଡ଼ିବ ଏଥିରେ ନା ସେମିତି ଖାଇବି ବାଇଗଣ ହେଇକିନା ଯେଉଁ ରଖି ସେଇ ବାଇଗଣ ଏ ଛୁଟିଆଟା ବାଇଗଣ ମୋର ରେଡ଼ି ହେଇଗଲା ଆଳୁ ଚକୁଡ଼ା ବାଇଗଣ ଭାତ ଆସିବାନି ଇଏ ଲେମ୍ବୁ କଞ୍ଚା ଲଙ୍କା ଧନିଆ ପତ୍ର ଚିକେନ୍ ନାହିଁ ଏମିତି ଖାଇ ବାଇଗଣ ସେ ତରକାରୀ କେତେବେଳେ ସେ ତାର ଖାଇବ ମୁଁ ମୋର ହେଇଗଲା ଆଇଟମ୍ ଖାଇଦେଲା ଲୋକ ଏ ବାଡ଼ିଖିଆ ପାଣିଟା ଭଲ ପାଣି ନୁହଁ ନାଇଁ ନାଇଁ ଏଇଟା ଭଲ ପାଣି ମଟର ସିଝୁନି ଏଇ ମନେ ପଡ଼ିଲା ଗୋଟେ ଯୋଉ ସୋଢ଼ାଟା ଆଣିବ ଏଇ ଯୋଉ ପକାନ୍ତି ନା ବରଫରରେ ନହେଲେ ମଟର ସିଝିବା ପାଇଁ କହିବ ତାକୁ ଦୋକାନରୁ କହିବ ମୁଁ ନାଁ ଜାଣିନି କି ସୋଢ଼ା ବୁଲି ଭାଇ କହିବ ବୁଲି ଭାଇ ଯୋଉ ମଟର ସିଝାରେ ପକାନ୍ତି ସିଝିବା ପାଇଁ ସେଇ ସୋଢ଼ା ଗୋଟେ ଦିଅ କହିବେ ଆଣିବ ମନେ ପଡ଼ୁନି କେତେ ପ୍ରକାର ଆଇଟମ୍ ଏଇଟା ଟିକେ ଗରମ ଗରମ ଆଳୁ ପୁରା ଗରମ ଅଛି ଖାଇ ହେଉନି ଆଉ ଟିକେ ପଛକୁ ଘୁଞ୍ଚି ଯାଅ ଦେଖିବ ସେ ଫ୍ୟାନରେ ଥଣ୍ଡା ନା ଆମ ମିକୁ ଜମା ମଟର ଖାଉନି ଗଭର୍ଣ୍ଣମେଣ୍ଟ ସ୍କୁଲରେ ଯେମିତି ଝୁଳ ଦିଅନ୍ତିନି ସେମାନେ ଆମେ ସେମିତି ଝୁଳ କରିଦେଇଛି ଏ ଆଳୁ ମଟର ତ ଜମା ସିଝୁନି ମଟରଟା କ'ଣ ସିଝିଥିଲେ ଟିକେ ବହଳିଆ ବହଳିଆ ହେଇଥାନ୍ତା ମାନେ ମଟରର ତାର ବାହାରିଥାନ୍ତା ନା ସିଝିଥିଲେ ତାର ଯୋଉ ଭିତରୁ ମଟରଟା ଟିକେ ଇଏ ହେଇଯାଇଥାନ୍ତା ଆଉ ମୁଁ କ'ଣ କରିବି ମଟରଟା ପୁରା ପଥର ଭଳିଆ ରହିଛି ଜମା ସିଝୁନି ହଉ ଯାହା ହେଇଛି ଚାଲନ୍ତୁ ଖାଇଦେବା କାମ ବି ଅଛି ଏଠି ଖାଇବାକୁ ବାରିଲେ ଏଠି କାମ ଏଠି ଲେଟ୍ ହେବ ତଥାପି ତ ବସେଇଛି ଘଣ୍ଟେ 1.5 ଘଣ୍ଟା ତଥାପି ହଉନି ମୁଁ କ'ଣ କରିବି ଯିବା ଆଉ ମଟରକୁ କ'ଣ କହିଲ ପ୍ରେସର ନୁହଁ ପ୍ରେସର ନା ପ୍ରେସର କ'ଣ ହେଟା ପ୍ରେସର ନା ପ୍ରେସର ପ୍ରେସର କୁକର ହଁ ସେଇଟା ହେଲା ଟାଇମ୍ ବି ଭଲ ଅଛି ଖାଇଦେବା ଶିବାନ ଯେଉଁ ମଟର ତରକାରୀ ଆଣିଛି ସିଝି ନାହିଁ ଆଜ୍ଞା ଯଦି ମୁଁ ଆଳୁ ନ ଆଣିଥାନ୍ତି ତଳୁ ପୁରା ହଇରାଣ ହେଇଯାଇଥାନ୍ତି ଆଉ ଆଳୁ ଆଣିଥିଲେ ବୋଲି ଖାଇଦେଲି ଭାତ ନହେଲେ ପୁରା ପାଟି କରୁଥିଲା ମୋତେ ଦେଖିଲା ମୋତେ ତରକାରୀ ଖରାପ ମା' ପୁଅ ଏଠି ହାତ ଧୁଆଧି ଯାଉଛନ୍ତି ହଁ ଆମ ପୁଅର ମୋର ଖାଇଦେଲୁ ଧୁଆଧି ହେଉଛନ୍ତି ମୁଁ ଟିକେ ହାତ ଧୋଇ ପକାଇ ଏଠି ମୋ ହାତ ବି ଶୁଖିଗଲାଣି ଖା ପିଆ ସରିଲା ଏବେ ତୁ ଖାଇଦେ ଯା ତରକାରୀ ଖାଇକି ଦେଖେ ମୋତେ କହୁଥିଲା ଖଟା ଲାଗୁଛି ନା ଏ କାଲିଠୁ ମଟର ଭେଦେଇ ରଖିଥିଲା ପାଣିରେ ସେ ପୁରା ଖଟା ହେଇଯାଇଛି କାଲି ନା ବହୁତ ଦିନରୁ ଭେଦେଇ ରଖିଲା ଆଉ ନହେଲେ ଏତେ ଖଟା ଲାଗିବା କଥା ନୁହଁ ମଟର ସିଝି ନାହିଁ ପୁରା ରାତିରୁ ବତୁରେଇ ଦେଇଛି ମୁଁ ସକାଳେ ତରକାରୀ କରିବା ପାଇଁ ଦେଖିଲା ବେଳକୁ ମୁଁ ଜାଣିନି କି ଯୋଉ ରାତିରେ ବତୁରେଇଛି ମୁଁ ଆଉ ଜାଣିନି କି ସକାଳେ ଗ୍ରହଣ ଲାଗିବ ବୋଲି ସକାଳେ ସେଠୁ ଦେଖିଲା ବେଳକୁ ଶୁଣିଲି ଯେ ମୁଁ ସକାଳୁ ଉଠିକି ମୋବାଇଲ ଟିକେ କେନ୍ତୁ ଦେଖିଲା ବେଳକୁ ଆଜି ଗ୍ରହଣ ଲାଗୁଛି ସେଇଠୁ ତାପରେ ତମେ ତଳକୁ ଗଲ ଭାଉଜ ବି କହିଲେ ଆଜି ଗ୍ରହଣ ଲାଗୁଛି ତାପରେ ଯାଇନି ମୁଁ ରାତିରୁ ବତୁରେଇ ଦେଇଥିଲି ମାନେ ମଟରଟା କାଲିର ପହରଦିନର ମଟରଟା ସେଇଥିପାଇଁ ଖଟା ଲାଗିଲେ ତରକାରୀ ଭଲ ଲାଗିଲେ ନିଜେ ଖାଇବା ଜାଣିବ କେମିତି ଲାଗିବ ମଟର ଖଟା ଲାଗୁଛି ଖା ଯାଇକି ହଁ ମିଶ୍ଚର ବାଇଗଣ ଭାଜି ଖାଇଦେବୁ ମୁଁ ଆଳୁଟା ଆଣିଥିଲି ବୋଲି ଖାଇକି ବଞ୍ଚିଗଲି ମାନେ ମୁଁ ଖାଇବା ଖାଇବାକୁ କାମ କରି ଦୁଷ୍ଟ ପଇସା ସେ ପଳେଇବ ଆଉ 3ଟା 4ଟା ବେଳକୁ ଭାତ ଖାଇବ କହୁନି ଥାଉ ଆଉ ଦେଖି ଏବେ ତ 2ଟା ବାଜିଲେ ନା ଆଉ 3ଟା ଲୋକ ଭାତ ଖାଇବ ମଣିଷ ନା ପଶୁ ଗାଈ ନା ଷଣ୍ଢ ମୁଁ ଖାଲି ଖାଉଥାଏ ଷଣ୍ଢ ତ ଖାଲି ଖାଉଥିବେ ଆଉ ଧଳା ଠାକୁର ଦେଇଛନ୍ତି ନା ଠାକୁର ଯାଇଥିଲେ ଭସାଣ ଦେଇଛନ୍ତି ନା ଆଉ ମୁଁ କିଣିକି ଆଣିଛି ଠାକୁର ଭସାଣ ଦେଇଛନ୍ତି ନା ହଉ ଚାଲ ଯିବା କାମ ଅଛି ଯାଇକି କାମ କରିବା ଆଉ ଖିଆ ପିଆ ସରିଲା 5 ମିନିଟ୍ ବସିବା ତାପରେ ଯାଇ କାମ କରିବା କ'ଣ ଭାବୁଛୁ କ'ଣ ଯାଉନୁ ଖାଉନି ଯାଇକି ଆଉ ସିଏ ମହା ଯିବନି କି ତୁ ଯା ଖା ହଉ ଖା ଯାଇକି ସେ ଗୋଟେ ଚେୟାର ଟେକି ନେଇଗଲେଣି କୁଆ ଯାଉ ଚେୟାର ଧରିକି କ'ଣ ଆଣିବ କ'ଣ ଆଣିସିବନି କହୁଛେ ଝଗା କାହିଁ ଖୋଲିଛୁ ପବନ ଆସିବ ହଉ ଖୋଲିଦେ ଖାଇକି ପୁରା ଛିଞ୍ଚତ ରହିକି ପଡ଼ିବି ସବୁ ସେମାନେ ଫ୍ୟାନ୍ ଚାଲିଛି ବନ୍ଦ କରିଦେବୁ ମୁଁ ଯାଉଛି ଏବେ
ଯା ଖାଇବୁ ଯା ମୁଁ ଯାଉଛି ତଳକୁ। ହଁ ହଁ ମୁଁ କହିଦେବି। ହଁ କିନା ନିକା ଦେଇଦେବା ତାଙ୍କ ମାଲିକ ଘରେ। ଜଲ୍ଦି ଖା ମୁଁ ଯିବି ସିଆଡ଼େ ହେଲା। ବାପ ପୁଅ ବାହାରିଲୁ ଯିବୁ ଏବେ କମ୍ପାନୀ ଭିତରକୁ। ଚାଲ ଯିବା। କମ୍ପାନୀ ଆଜି ଦିନରୁ ମୁଣ୍ଡ କୁଣ୍ଡିଲାନି କ'ଣ ସବୁବେଳେ ସନ୍ଧ୍ୟାର ମୁଣ୍ଡ କୁଣ୍ଡେ ଦିନରୁ ଆଜି କୁଣ୍ଡିଲା। ଖାଇସାରିଲୁନି? ଲେଟ୍ ହେଇଯାଉଛି ନା ସନ୍ଧ୍ୟାରେ କୁଣ୍ଡଳ। ଓହୋ ହଁ ସେଇଥିପାଇଁ ଆଜି ଜଲ୍ଦି ସେମାନେ ମୁଣ୍ଡ କୁଣ୍ଡେଇ ପକେଇଲାନି। କୁଆଡ଼େ ଯିବୁ ନା କ'ଣ? ସବୁଦିନ ରାତିରେ ମୁଣ୍ଡ କୁଣ୍ଡେ ଆଜି ଯାଉ ଦିନ ଅଛି ଦିନରୁ ମୁଣ୍ଡ କୁଣ୍ଡେଇ ପକେଇଲାନି। ରାତିରେ କେମିତି କୁଣ୍ଡେ ମିକୁଟା ଉଠି ପଡ଼େ ବୋଲି ତା ପାଖରେ ହଉ ମୁଣ୍ଡ କୁଣ୍ଡା ମୁଁ ଯାଉଛି। ମୋର କମ୍ପାନୀ କାମ ସରିଲା ମୁଁ ବାହାର କାମ ଅଛି ଆଉ ବାହାର କାମ କରିବି। ମଇଦା ଫଇଦା ଆସିବ ଟିକେ କାମ ଯିବେ ମଇଦା ଫଇଦା ନେଇକି ଆସିବି। ତୁ ଚାଲ ଯିବା ବାହାର କାମ ଅଛି ବାହାର କାମ କରିବା। ଫ୍ୟାନ୍ ଚଲେଇକି ବସୁଛନ୍ତି। ହଁ ଭାଇ ଫ୍ୟାନ୍ ଚଲେଇକି ବସ ବୁଝିଲ ନା। ବାରି ସେଠି କେତେବେଳେ ପକେଇଲେନି ସେ ଶୁଖିଯିବନି। ଯାଇ ଏଠି କାମ କର ମ ଫ୍ୟାନ୍ ଚଲେଇକି ବସୁଛନ୍ତି ଏଠି। ଦେଖାଯାଉନି ତଳେ କିନ୍ତୁ ଫ୍ୟାନ୍ ଚଲେଇକି ବସୁଛନ୍ତି। କାମ ନ କରିକି ତଳେ ଫ୍ୟାନ୍ ଚଲେଇକି ବସୁଛନ୍ତି ଏଠି। କ'ଣ ଦେଖିବୁ? ହଁ ଖାଲି ଦେଖୁଥା ମାମା ଏଇ ମୁଣ୍ଡ କୁଣ୍ଡେଇ ଦେଖିବୁ। କମ୍ପାନୀ କାମ ସାରିକି ଡାଇରେକ୍ଟ ପଳେଇଲି ଗୋଦାମ ମଇଦା ନେବାକୁ। ଏବେ ଅଛି ଛତ୍ର ବଜାରରେ। ବାବୁ ଦେଖନ୍ତୁ କେତେ ଚେଞ୍ଜ ପଇସା ଦେଇଛନ୍ତି ମୋତେ। ଦେଖାଉଛି ଆପଣମାନଙ୍କୁ ଚେଞ୍ଜ ପଇସା ଧରିକି ଆଇଛି ମଇଦା ନେବି ଖାଲି 50 ଟଙ୍କିଆ। ଦ୍ୱିପହର ଟାଇମ୍ଟା ବୋଲି ସବୁ ଦୋକାନ ବଜାର ବନ୍ଦ ଅଛି। ଗୋଟେ ଗୋଟେ ଦୋକାନ ବଜାର ଖୋଲା ଅଛି ନେଉଛନ୍ତି ଲୋକ ଗୋଟେ ଗୋଟେ। ଆଉ ସବୁ ବନ୍ଦ ବାନ୍ଦ ଅଛି। କିଏ କାହାର ସାଇଜ୍ ସୁଇଜ୍ କରୁଛନ୍ତି ସବୁ ଟ୍ରେ କରିବା ଟ୍ରେ। ଆଉ ସବୁ ବନ୍ଦ ବାନ୍ଦ ଅଛି। ମୁଁ ଏଠି ବସିଛି ଛତ୍ର ବଜାରରେ ଯିବା ପଇସା ତ ଟିକେ ଗଣି ଦେଇକି ନେଇକି ଯିବି ମଇଦା ଆଣିବି ତ ସେଥିପାଇଁ ଟିକେ ପଇସା ପତ୍ର ଦେଇଛନ୍ତି ବାବୁ କେତେ କ'ଣ ଗଣିଦେବା। ଆଉ ବାବୁମାନେ କି କହିଲେ ଯେଉଁ ଚାଉମିନ ଯାହା ବାହାର ପକେଇଲେ ସେଇ ପଇସା ଦେଇଛନ୍ତି ନେଇକି ଯିବା। ତାକୁ ପଇସା ଦେଇଛନ୍ତି ସେଇ ପଇସାରେ ଏଇଠି ମଇଦା ନେଇକି ଯିବି। ଦେଖନ୍ତୁ ଖାଲି 50 ଟଙ୍କିଆ ଗୁଡ଼ା। এই ପଇସାଟା ଗଣି ଆଣିଦେବା। ଏଇଟା ମୋର ଗୋଟେ ମାସ ଦରମା ଏତିକି ଦେଇଛନ୍ତି। 5 ଟଙ୍କା ତଳକୁ 4-5 ଟଙ୍କାରୁ ଅଛି ଆଉ ସବୁ 50 ଟଙ୍କା ଗୁଡ଼ାକ ଅଛି। ମୁଁ ଯେତିକି ମଇଦା ନେଇକି ଯିବି ସେତିକି ପଇସା ଅଲଗା କରିଦେଲି ଆଉ ଏତିକି ପଇସା କମ୍ପାନୀକି ଯିବ ଅଲଗା ହେଲା ସବୁ ଥୋଇଦେବ। ପଇସା ରେଡ଼ି ହେଇଗଲା ଯିବା ମଇଦା ଧରିବା ସିଧା କମ୍ପାନୀକି ଯିବା ଚାଲ।